କ୍ରାଇମ୍ ଆଜିର ଦିନରେ ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ତୁମ ପାଖରେ ଥିବା ଲୋକ ତୁମ ମୃତ୍ୟୁର କାରଣ ହୋଇଯିବ ତୁମେ ଜାଣିପାରିବ ନାହିଁ। ସେହିପରି ଏହି ଭିଡ଼ିଓରେ ମୁମ୍ବାଇର ଗୋଟିଏ ଝିଅର କାହାଣୀ କହିବି, ଯାହାକୁ ତା'ର ନିଜ ସ୍ୱାମୀ, ଶ୍ୱଶୁର ଓ ଦେଓର ମିଶି ଅତି ଦୟାହୀନ ଭାବରେ ତା'ର ହତ୍ୟା କରିଲେ ଓ ଏହି ହତ୍ୟାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଜନିତ ହୋଇଯିବେ। ତ ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। 26 ଜୁଲାଇ 2021ରେ ମୁମ୍ବାଇର ବସାଇ ନାମକ ସ୍ଥାନର ଗୋଟିଏ ଭୋଇ ଗାଁଓ ବିଚ୍ ରହିଅଛି। ଏହି ବିଚ୍ରେ ଲୋକମାନେ ସକାଳୁ ସକାଳୁ ଗୋଟିଏ କଳା ରଙ୍ଗର ସୁଟକେସ୍ ଦେଖିବାକୁ ପାଇଲେ। ଲୋକମାନେ ଏହି କଳା ରଙ୍ଗର ସୁଟକେସ୍ ଦେଖି ପୁଲିସକୁ ଜଣାଇଲେ। ପୁଲିସ ଏହି ଖବର ଶୁଣି ସେଠାରେ ତୁରନ୍ତ ପହଞ୍ଚିଲା ଓ ପହଞ୍ଚି ସୁଟକେସ୍କୁ ଖୋଲିଲା। ସୁଟକେସ୍କୁ ଖୋଲିଲା ପରେ ଯାହାର ଭୟ ଥିଲା ତାହା ଦେଖିବାକୁ ମିଳିଲା। ସେହି କଳା ରଙ୍ଗର ସୁଟକେସ୍ରେ ଗୋଟିଏ ମୁଣ୍ଡହୀନ ମୃତଦେହ ରହିଥିଲା। ପୁଲିସ ସେହି ମୃତଦେହକୁ ତୁରନ୍ତ ଫରେନ୍ସିକ୍ ଲ୍ୟାବକୁ ନେଇଗଲା। ସେହି ମୃତଦେହରେ ଏପରି କୌଣସି ଜିନିଷ ବା ପ୍ରମାଣ ମିଳି ନଥିଲା ଯାହାଦ୍ୱାରା କି ପୁଲିସ ସେହି ମୃତଦେହର ପରିଚୟ ଜାଣିପାରିବ। କିନ୍ତୁ ସେହି ମୃତଦେହକୁ ଦେଖିଲେ ଲାଗୁଥିଲା ସେ ଗୋଟିଏ ଝିଅର ହୋଇଥାଇପାରେ। ସେହି ଝିଅ ନିଜ ହାତରେ ମେହେନ୍ଦି ମଧ୍ୟ ଲଗାଇଥିଲା ଓ ସେହି ମେହେନ୍ଦିକୁ ଗୋଟିଏ ମୁସଲମାନ ପୁଲିସ ଅଫିସର ଦେଖି ଜାଣିପାରିଲା ଯେ ସେହି ମୃତଦେହ ଗୋଟିଏ ମୁସଲମାନ ଝିଅର ହୋଇଥାଇପାରେ। ପୁଲିସ ସେହି ଝିଅ ପିନ୍ଧିଥିବା ଡ୍ରେସ୍ ଫଟୋ ଓ ସେହି ଝିଅ ହାତରେ ଲାଗିଥିବା ମେହେନ୍ଦିର ଫଟୋ ଖବରକାଗଜରେ ଛାପିଲା ଓ ନିଜ ଏରିଆରେ ଥିବା ସବୁ ପୁଲିସ ଷ୍ଟେସନକୁ ଏହି ସମ୍ପର୍କରେ ଜଣାଇଦେଲା ଓ ସେ ପରାମର୍ଶ ଦେଲା ଯେ ଯଦି କେହି ଲୋକ କୌଣସି ଝିଅର ମିସିଂ କମ୍ପ୍ଲେନ୍ ଲେଖାଇବା ପାଇଁ ଆସୁଛନ୍ତି ତାହେଲେ ତାହା ତାଙ୍କୁ ନିଶ୍ଚୟ ଜଣାଇବେ। ପୁଲିସ ଏହିପରି ଅନେକ ଦିନ ଯଥା ଜୁଲାଇ, ଅଗଷ୍ଟ, ଅକ୍ଟୋବର, ନଭେମ୍ବର, ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା କଲେ, କିନ୍ତୁ ପୁଲିସ ସେହି ମୃତଦେହ ବିଷୟରେ କୌଣସି କ୍ଲୁ ପାଇଲା ନାହିଁ। ଶେଷରେ ପୁଲିସ ସେହି ଝିଅ ପାଖରୁ ମିଳିଥିବା ଡ୍ରେସ୍, ତା'ର ମେହେନ୍ଦିର ଫଟୋ ଓ ତା'ର DNA ରିପୋର୍ଟ ନିଜ କ୍ରାଇମ୍ ଡାଟାବେସ୍ରେ ରଖିଦେଲେ। ଏହାପରେ ଯେହେତୁ ଏହି ମୃତଦେହଟି ମୁସଲମାନ ଝିଅର ଥିଲା, ସେଥିପାଇଁ ପୁଲିସ ସେହି ମୃତଦେହକୁ ମୁସଲମାନ ରୀତି ନିୟମ ଅନୁଯାୟୀ ଦଫନାଇ ଦେଲା। ଏହାପରେ ଏହିପରି ସମୟ ବିତିବାକୁ ଲାଗୁଥିଲା, କିନ୍ତୁ ପୁଲିସ କୌଣସି ଖବର ସେହି ମୃତଦେହ ବିଷୟରେ ପାଉନଥିଲେ। କିନ୍ତୁ 14 ମାସ ପରେ ଅର୍ଥାତ୍ 29 ଅଗଷ୍ଟ 2022ରେ ଗୋଟିଏ ବ୍ୟକ୍ତି ମୁମ୍ବାଇର ଆରଜ ପୁଲିସ ଷ୍ଟେସନରେ ନିଜ ଭାଣିଜୀର ମିସିଂ କମ୍ପ୍ଲେନ୍ ଲେଖିବାକୁ ଆସିଲା। ସେ ବ୍ୟକ୍ତିର କହିବା ଅନୁଯାୟୀ ତା'ର ଭାଣିଜୀ ଗତ 14 ମାସ ହେଲା ତା'ର କିଛି ଖବର ପାଉନାହାନ୍ତି। ଫୋନ୍ ସୁଇଚ୍ ଅଫ୍ ବତାଉଛି। ସେହି ବ୍ୟକ୍ତି କର୍ଣ୍ଣାଟକର ବେଲଗାଁରୁ ଆସିଥିଲା ଓ ସେ ତା'ର ଭାଣିଜୀର ନାମ ସୋନିଆ ବୋଲି କହୁଥିଲା। ପୁଲିସ ସେହି ବ୍ୟକ୍ତିର କମ୍ପ୍ଲେନ୍ ଲେଖିବା ପରେ ସେ ବ୍ୟକ୍ତିଙ୍କୁ ପ୍ରଶ୍ନ କଲେ ଯେ ଆପଣଙ୍କ ଭାଣିଜୀ ଗତ 14 ମାସ ହେଲା କୌଣସି ଖବର ପାଇନାହାନ୍ତି ଓ ଆପଣ ଆଜି ଯାଏଁ ମିସିଂ କମ୍ପ୍ଲେନ୍ କରୁଅଛନ୍ତି। ଏହା ଶୁଣି ସେହି ବ୍ୟକ୍ତି କହିଲା, ସାନିଆର ମା' ବାପା କେହି ନାହାନ୍ତି। ସାନିଆକୁ ସେ ସାନରୁ ବଡ଼ କରିଅଛନ୍ତି। ସେ ସାନିଆକୁ 2017ରେ ମୁମ୍ବାଇରେ ରହୁଥିବା ଗୋଟିଏ ଆସିଫ ନାମକ ପିଲା ସହିତ ତା'ର ବାହାଘର କରେଇ ଦେଇଥିଲେ। ଆସିଫ ସାଉଦି ଆରବରେ ଚାକିରି କରୁଥିଲା। ସାନିଆ ଓ ଆସିଫ ବାହାଘରର ଠିକ୍ 2 ବର୍ଷ ପରେ ତାଙ୍କର ଗୋଟିଏ ଝିଅ ହେଲା ଓ ସେ ତା'ର ନାମ ଆମିନ ରଖିଲେ। ସାନିଆ ଓ ତା'ର ମାମୁଁ କେବେ କେବେ ସମୟ ପାଇଲେ ଫୋନ୍ କଲରେ କଥା ହେଉଥିଲେ କିମ୍ବା ଭିଡ଼ିଓ କଲରେ ମଧ୍ୟ କଥା ହେଉଥିଲେ। କିନ୍ତୁ ସେ ତାଙ୍କ ଭାଣିଜୀଙ୍କୁ ଶେଷ କଲ୍ 2021ରେ କରିଥିଲେ ଓ ତା'ପରେ ନା ସାନିଆ ତାଙ୍କୁ କଲ୍ କରିଅଛି ଓ ସେ ଯେତେବେଳେ ସାନିଆକୁ କଲ୍ କରନ୍ତି ତା ଫୋନ୍ ସୁଇଚ୍ ଅଫ୍ ବତାଏ। ସେ ବ୍ୟକ୍ତିର କଥା ଶୁଣି ପୁଲିସ ତା'ର ମିସିଂ କମ୍ପ୍ଲେନ୍ ଲେଖିଲା ଓ ପୁଲିସ ମିସିଂ କମ୍ପ୍ଲେନ୍ ଲେଖିବା ପରେ ସେ ବ୍ୟକ୍ତିଙ୍କୁ ପଚାରିଲେ ଯେ କ'ଣ ତୁମେ ସାନିଆର ଶାଶୁ ଘରକୁ ଯାଇଥିଲ? ତ ସେହି ବ୍ୟକ୍ତି କହିଲା, ସାନିଆର ବାହାଘର ପରେ ସେ ଥରେ ଦୁଇଥର ସାନିଆର ଶାଶୁଘରକୁ ପୂର୍ବରୁ ଆସିଅଛି, ତ ସେଥିପାଇଁ ସେ ସାନିଆର ଶାଶୁଘର ଠିକଣା ଜାଣିଥିଲା।
ସାନିଆର ଶାଶୁଘର ନାଲାସୋପାରାରେ ରହିଥିଲା। କିନ୍ତୁ ସେ ଯେତେବେଳେ ସାନିଆକୁ ଖୋଜି ଖୋଜି ନାଲାସୋପାରାକୁ ଆସିଲା, ସେ ସେଠାରେ ଯାଇ ଜାଣିପାରିଲା ଯେ ସାନିଆର ଶାଶୁଘର ଲୋକ ଆଉ ଏଠି ରୁହନ୍ତି ନାହିଁ। ସେମାନେ ମୁମ୍ବାଇକୁ ପଳେଇ ଯାଇଅଛନ୍ତି। ସାନିଆର ମାମୁଁ ଅନେକ ଲୋକଙ୍କୁ ତାଙ୍କର ଠିକଣା ପଚାରିଲା, ହେଲେ କେହି କହିପାରିଲେ ନାହିଁ। ଏହିପରି ସାନିଆର ମାମୁଁ ଅନେକ ପ୍ରଚେଷ୍ଟା ପରେ ସାନିଆର ଶାଶୁ ତଥା ଆସିଫର ମା'ର ନମ୍ବର ପାଇଲା ଓ ସେ ତାଙ୍କୁ କଲ୍ କରିଲା। ଆସିଫର ମା ସାନିଆର ମାମୁଁଙ୍କୁ ତାଙ୍କର ମୁମ୍ବାଇର ଏଡ୍ରେସ୍ ବା ଠିକଣା ଦେଇଦେଲେ। ସାନିଆର ମାମୁଁ ତାଙ୍କ ଠିକଣା ପାଇବା ପରେ ସେ ସେଠାକୁ ତୁରନ୍ତ ଗଲେ। ସାନିଆର ମାମୁଁ ସେଠାକୁ ଗଲାପରେ ସେ ସେଠାରେ ଆସିଫକୁ ଦେଖିଲେ, ସାନିଆର ଝିଅକୁ ଦେଖିଲେ, ଆସିଫର ମା, ବାପା ଓ ତାର ଭାଇକୁ ଦେଖିଲେ, ହେଲେ ସେ ନିଜ ଭାଣିଜୀ ସାନିଆକୁ ଦେଖିପାଇଲେ ନାହିଁ। ସେ ସାନିଆ କୋଉଠି ବୋଲି ପଚାରିବାରୁ ଆସିଫ ତାଙ୍କୁ କହିଲା ଯେ ସାନିଆ ଅନ୍ୟ ଏକ କାହାକୁ ଭଲ ପାଉଥିଲା ତ ସେଥିପାଇଁ ସେ ଆମକୁ ଛାଡ଼ି ତା ସହିତ ଚାଲିଗଲା ଓ ଚାଲିଯିବା ପୂର୍ବରୁ ସେ ଗୋଟିଏ ଚିଠି ଦେଇଅଛି ଓ ସେଇ ଚିଠିରେ ସାନିଆ ଏହିଭଳି ଲେଖିଅଛି। ଏହି ସବୁ କଥା ଶୁଣି ସାନିଆର ମାମୁଁ ନିଜ ଘରକୁ ଫେରି ଆସିଲେ। କିନ୍ତୁ କିଛି ଦିନ ବିତିବା ପରେ ସାନିଆର ମାମୁଁ ଅତି ଧ୍ୟାନର ସହିତ ଚିନ୍ତା କଲେ ଯେ ସାନିଆକୁ ସେ ସାନରୁ ବଡ଼ କରିଅଛନ୍ତି। ତାଙ୍କର ସାନିଆ ଗୋଟିଏ ଭଲ ଝିଅ ଥିଲା। ସେ ନିଜ ବାହାଘରରେ ମଧ୍ୟ ଅନେକ ଖୁସି ଥିଲା ଓ ସେ ଯଦି ବି ଅନ୍ୟ କୌଣସି ବ୍ୟକ୍ତି ସହ ପଳେଇ ଯାଇଥିଲା ତାହେଲେ ଆସିଫର ପରିବାର ଲୋକ ଆମକୁ କଲ୍ କରି ଜଣାଇଲେ ନାହିଁ କାହିଁକି? ସାନିଆର ମାମୁଁଙ୍କ ମନରେ ଏହି ସବୁ ଡାଉଟ ରହିଥିଲା। ସେଥିପାଇଁ ଶେଷରେ ସେ ପୁଲିସ ଷ୍ଟେସନ ଆସି ସାନିଆର ମିସିଂ କମ୍ପ୍ଲେନ୍ ଲେଖାଉ। ପୁଲିସ ସାନିଆର ମାମୁଁର କମ୍ପ୍ଲେନ୍ ଲେଖିବା ପରେ ପୁଲିସ ନିଜ ରେକର୍ଡରେ ଥିବା ସବୁ ଅଚିହ୍ନଟ ମୃତଦେହ ଡିଟେଲ ସାନିଆର ମାମୁଁଙ୍କୁ ଦେଖାଇଲେ। ଯେହେତୁ ସାନିଆର ମାମୁଁ ଜଣେ ମୁସଲମାନ ଥିଲେ, ସେଥିପାଇଁ ପୁଲିସ 26 ଜୁଲାଇ 2021ରେ ମିଳିଥିବା ଗୋଟିଏ ମୁଣ୍ଡହୀନ ମୃତଦେହରୁ ମିଳିଥିବା ଡ୍ରେସ୍ ଓ ତା ହାତରେ ଲାଗିଥିବା ମେହେନ୍ଦିର ଫଟୋ ତାଙ୍କୁ ଦେଖାଇଲେ। ଯେହେତୁ ସାନିଆର ମାମୁଁ ସାନିଆ ସହିତ ଭିଡିଓ କଲରେ ଅନେକ ଥର କଥାବାର୍ତ୍ତା ହେଇଛନ୍ତି, ସେ ସେହି ଡ୍ରେସକୁ ଦେଖୁ ଦେଖୁ ଜାଣିପାରିଲେ ଯେ ସେ ତାଙ୍କ ସାନିଆର ଡ୍ରେସ୍ ଓ ତା ହାତରେ ଲାଗିଥିବା ମେହେନ୍ଦି ମଧ୍ୟ ସାନିଆ ଭଳି ଦେଖିପାରିଲେ। ପୁଲିସ ଏହାପରେ ଆସିଫ ଓ ଆସିଫର ପରିବାର ଲୋକଙ୍କୁ ଏହି ସାନିଆର ମୃତଦେହର ଫଟୋ, ସାନିଆର ଡ୍ରେସ୍ ଓ ସାନିଆର ହାତରେ ଲାଗିଥିବା ମେହେନ୍ଦି ଦେଖାଇଲେ। କିନ୍ତୁ ଆସିଫ ଓ ତାର ପରିବାର ଲୋକ ଏହା ଚିହ୍ନିବାରୁ ମନା କରିଦେଲେ ଓ ସେ ଓଲଟା ପୁଲିସକୁ ପ୍ରଶ୍ନ ପଚାରିଲେ ଯେ ସାନିଆ ଯେତେବେଳେ ଅନ୍ୟ କୌଣସି ଲୋକ ସହିତ ପଳେଇଛି ତାହେଲେ ଏହା କିପରି ସାନିଆର ଫଟୋ ହୋଇଥିବ? ପୁଲିସ ଆସିଫ ଓ ଆସିଫର ପରିବାର ଅନ୍ୟ ସଦସ୍ୟ ଲୋକମାନଙ୍କର ବ୍ୟବହାର ଦେଖି ତାଙ୍କ ଉପରେ ଟିକେ ଡାଉଟ ରହିଲା। ପୁଲିସ ମନରେ ଏହା ମଧ୍ୟ ଡାଉଟ ରହିଥିଲା ଯେ ଏହି ମୃତଦେହ ସତରେ ସାନିଆର ନା ଅନ୍ୟ କାହାର। ସେଥିପାଇଁ ପୁଲିସ ଆସିଫ ଓ ତାର ଝିଅର DNA ଟେଷ୍ଟ କରେଇଲେ। ଯେହେତୁ ପୁଲିସ ପାଖରେ ସେହି ମୃତଦେହର DNA ରେକର୍ଡ ରହିଥିଲା, ଆସିଫର ଝିଅ DNA ଓ ସେହି ମୃତଦେହର DNA ମ୍ୟାଚ୍ ହେଇଗଲା। ଏହାପରେ ପୁଲିସ ମନରେ କୌଣସି ପ୍ରକାରର ଡାଉଟ ରହିଲା ନାହିଁ। ଏହାପରେ ପୁଲିସ ପୁଣି ସାନିଆର ମାମୁଁଙ୍କୁ ଡାକିଲେ ଓ ତାଙ୍କୁ ଡାକି ପଚାରିଲେ, କ'ଣ ଆସିଫ ଓ ସାନିଆ ମଧ୍ୟରେ କୌଣସି ପ୍ରକାରର ରାଗ ରୁଷା ରହିଥିଲା କି? ସାନିଆର ମାମୁଁ କହିଲେ, ପ୍ରଥମେ ଆସିଫର ପରିବାର ଲୋକ ଯୌତୁକ ପାଇଁ କହୁଥିଲେ, କିନ୍ତୁ ଏହା ପରେ ଏହା ମଧ୍ୟ ଠିକ୍ ହୋଇଯାଇଥିଲା। ପୁଲିସ ସାନିଆର ମାମୁଁଙ୍କ ଠାରୁ ମଧ୍ୟ କୌଣସି ପ୍ରକାର କ୍ଲୁ ପାଇଲେ ନାହିଁ। କିନ୍ତୁ ଠିକ୍ ସେହି ସମୟରେ ସାନିଆ ଲେଖିଥିବା ଚିଠି ପୁଲିସ ମନରେ ଆସିଲା। ପୁଲିସ ସାନିଆ ଦ୍ୱାରା ଲେଖାଯାଇଥିବା ଚିଠି ମାଗିଲା ଓ ଆସିଫ ସେହି ଚିଠି ପୁଲିସକୁ ଦେଲା। ପୁଲିସ ସେହି ଚିଠି ପାଇବା ପରେ ଫରେନ୍ସିକ୍ ଲ୍ୟାବକୁ ପଠାଇଲେ। ଫରେନ୍ସିକ୍ ଲ୍ୟାବ ସେହି ଚିଠି ଉପରେ ଟେଷ୍ଟ କରିବା ପରେ ସେ ସେଠାରେ ଜାଣିବାକୁ ପାଇଲେ ଯେ ଏହି ଚିଠି ସାନିଆ ଦ୍ୱାରା ଲେଖାଯାଇନାହିଁ। କିନ୍ତୁ ଯେତେବେଳେ ଆସିଫର ହ୍ୟାଣ୍ଡରାଇଟିଂ ଓ ସେହି ଚିଠିର ହ୍ୟାଣ୍ଡରାଇଟିଂ ମ୍ୟାଚ୍ କରାଗଲା, ସେତେବେଳେ ତାହା ମ୍ୟାଚ୍ ହେଇଗଲା। ଏହାପରେ ପୁଲିସ ଆସିଫକୁ ଗିରଫଦାର କରିଲା ଓ ତାକୁ ପଚାରିଲା। ପ୍ରଥମେ ଆସିଫ କିଛି କହୁନଥିଲା, କିନ୍ତୁ ପୁଲିସ ଆସିଫ ଉପରେ ଟିକେ
ଯୁକ୍ତି ପ୍ରୟୋଗ କରିବା ପରେ ଆସିଫ ସବୁ କହିବାକୁ ଲାଗିଲା। ଆସିଫ ଷ୍ଟୋରି। ଆସିଫ କହିବା ଅନୁଯାୟୀ 21 ଜୁଲାଇ 2021 ତାରିଖ ଦିନ, ଏହି ଦିନ ମୁସଲମାନମାନଙ୍କର ଏକ ବଡ଼ ପର୍ବ ବକ୍ରିଦ ଥିଲା। ଏହି ଦିନ ଆସିଫ ଓ ଆସିଫର ପରିବାର ଲୋକ ସାନିଆକୁ ମାରିବା ପାଇଁ ଗୋଟିଏ ଯୋଜନା ତିଆରି କଲେ। ଆସିଫ ସର୍ବପ୍ରଥମେ ନିଜ ଝିଅ ମାନେ ସାନିଆର ଝିଅକୁ ନିଜ ଭଉଣୀ ପାଖକୁ ପଠାଇଦେଲା, ଯିଏକି ମୁମ୍ବାଇରେ ରହୁଥିଲା, ତା ପାଖକୁ ପଠାଇଦେଲା। ଏହାପରେ ଆସିଫ, ଆସିଫର ବାପା ଓ ତାର ଭାଇ ତିନିଜଣ ମିଶି ସାନିଆର ହାତ ଗୋଡ଼ ବାନ୍ଧି ଦେଲେ। ଏହାପରେ ସେମାନେ ଗୋଟିଏ ବଡ଼ ବାଥଟବ୍ ଆଣିଲେ ଓ ସେଥିରେ ସାନିଆକୁ ସେମାନେ ସେତେ ପର୍ଯ୍ୟନ୍ତ ଡୁବେଇଲେ ଯେତେ ପର୍ଯ୍ୟନ୍ତ ସାନିଆର ମୃତ୍ୟୁ ହୋଇ ନ ଯାଇଅଛି। କିନ୍ତୁ ଆସିଫକୁ ଲାଗିଲା ସାନିଆ ଏବେ ମଧ୍ୟ ମରିନାହିଁ। ସେଥିପାଇଁ ସେ ସାନିଆକୁ ବାଥଟବ୍ରୁ ବାହାର କରି ତାର ବେକ ଚିପି ମାରିବା ପାଇଁ ଚେଷ୍ଟା କଲା। ଏହାପରେ ଆସିଫ ଗୋଟିଏ ବଡ଼ ଚାକୁ ବାହାର କରିଲା ଓ ସେ ସେହି ଚାକୁ ଦ୍ୱାରା ସାନିଆର ମୁଣ୍ଡ କାଟିବାକୁ ଲାଗିଲା। କିନ୍ତୁ ସେ ଏହି କାମ କରୁ କରୁ ବେହୋସ ହୋଇଗଲା। ଆସିଫର ବାପା ଆସିଫର ଏହିପରି ଅବସ୍ଥା ଦେଖି ସେ ନିଜେ ନିଜ ପୁଅ ବୋହୂର ମୁଣ୍ଡ କାଟିଦେଲେ। ଆସିଫ ଓ ତାର ପରିବାର ଲୋକ ଏହି କାମ କରିବା ପରେ ସାନିଆର ମୁଣ୍ଡହୀନ ଶରୀରକୁ ଗୋଟିଏ କଳା ରଙ୍ଗର ସୁଟକେଶରେ ପୂରାଇଲେ ଓ ସାନିଆର ମୁଣ୍ଡକୁ ଗୋଟିଏ ପଲିଥିନରେ ପୂରାଇଲେ। ଏହାପରେ ଆସିଫ ନିଜ ଭଉଣୀର ସ୍ୱାମୀ, ଯିଏକି ଗୋଟିଏ ଟ୍ୟାକ୍ସି ଡ୍ରାଇଭର ଥିଲା, ସେ ତାଙ୍କୁ କଲ୍ କରିଲା ଓ ଏହାପରେ ଆସିଫ ଓ ତାର ଭେଣେଇ ଦୁହେଁ ମିଶି ସାନିଆର ମୃତଦେହକୁ ନେଇ ମୁମ୍ବାଇର ବସାଇ ନାମକ ସ୍ଥାନର ଗୋଟିଏ ସମୁଦ୍ର କୂଳକୁ ଗଲେ ଓ ସେମାନେ କିଛି ଦୂର ଗଲା ପରେ ସେଠାରେ ସେମାନେ ସାନିଆର ମୃତଦେହ ସମୁଦ୍ରରେ ଫିଙ୍ଗିଦେଲେ। ସେମାନେ ଭାବିଲେ ଯେ ସମୁଦ୍ର ଏହାକୁ ଭସେଇ ଦୂରକୁ ନେଇଯିବ। କିନ୍ତୁ ସମୁଦ୍ରର ଗୋଟିଏ ନିୟମ ରହିଛି, ସମୁଦ୍ର ଯାହା ବି ଭସେଇ ନିଏନା କାହିଁକି, କିଛି ଦିନ ପରେ ସେ ତାହାକୁ ଫେରେଇ ମଧ୍ୟ ଦେଇଥାଏ। ତ ସେହିପରି ସାନିଆର ମୃତଦେହକୁ ସମୁଦ୍ର ଭସେଇ ନେଲା ସତ, କିନ୍ତୁ 5 ଦିନ ପରେ କୂଳକୁ ଫେରେଇ ମଧ୍ୟ ଦେଲା। ଆସିଫ ଓ ତାର ଭେଣେଇ ସାନିଆର ମୃତଦେହକୁ ସମୁଦ୍ରରେ ଓ ତାର ମୁଣ୍ଡକୁ ଗୋଟିଏ ଫିଙ୍ଗିଦେଇ ଆସିଲା ପରେ ଘରକୁ ଫେରି ଆସିଲେ। ଯେହେତୁ ସେଦିନ ତାଙ୍କର ମୁସଲମାନମାନଙ୍କର ଗୋଟିଏ ବଡ଼ ପର୍ବ ବକ୍ରିଦ ଥିଲା, ସେଥିପାଇଁ ଘରକୁ ଅନ୍ୟାନ୍ୟ ପରିବାର ସଦସ୍ୟ ଲୋକମାନେ ମଧ୍ୟ ଆସିଥିଲେ। ଆସିଫ, ଯିଏକି ନିଜ ସ୍ତ୍ରୀର ହତ୍ୟା କରିଅଛି, ସେ ଘରେ ଆସି ଖୁସିରେ ନିଜ ପର୍ବ ମାନିଥିଲା। ଏହାପରେ ଆସିଫ ଓ ତାର ପରିବାର ଲୋକ ମୁମ୍ବାଇରେ ରହୁଥିବା ଆସିଫର ଭଉଣୀ ପାଖକୁ ପଳାଇଗଲେ। ତ ଏହିପରି ଭାବରେ ସାନିଆର ନିଜ ସ୍ୱାମୀ, ସାନିଆର ନିଜ ଶ୍ୱଶୁର ଓ ସାନିଆର ନିଜ ଦେଓର ମିଶି ତାକୁ ମାରିଦେଲେ। ପୁଲିସ ଆସିଫକୁ ସାନିଆର ମାରିବା କାରଣ ପଚାରିଲା। ରିଜନ ବିହାଇଣ୍ଡ ସାନିଆ ଡେଥ୍। ଆସିଫର ପରିବାରରେ ଆସିଫ, ଆସିଫର ବାପା ମା ଓ ତାର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଥିଲେ। ଆସିଫର ବିବାହ ପୂର୍ବରୁ ତାର ଏକମାତ୍ର ଭଉଣୀର ବିବାହ ହୋଇ ସରିଥିଲା। ଆସିଫର ଏକମାତ୍ର ଭଉଣୀର ବାହାଘରର 10 ବର୍ଷ ପରେ ମଧ୍ୟ କୌଣସି ପିଲାଛୁଆ ହୋଇ ନଥିଲା। କିନ୍ତୁ ଆସିଫ ଓ ସାନିଆର ବିବାହର 2 ବର୍ଷ ପରେ ହିଁ ଗୋଟିଏ ଝିଅଛୁଆ ହୋଇଥିଲା। ସେଥିପାଇଁ ଆସିଫର ଭଉଣୀ ଓ ଆସିଫର ଅନ୍ୟ ପରିବାର ସଦସ୍ୟ ଆସିଫ ଓ ସାନିଆକୁ ତାଙ୍କ ଝିଅକୁ ଆସିଫର ଭଉଣୀକୁ ଦେବା ପାଇଁ ଏକ ପ୍ରସ୍ତାବ ରଖିଲେ। ଆସିଫ ନିଜ ଭଉଣୀ କୋଳ ଖାଲି ଦେଖି ପାରୁ ନଥିଲା, ତେଣୁ ସେ ନିଜ ଝିଅକୁ ନିଜ ଭଉଣୀକୁ ଦେବା ପାଇଁ ମାନିଗଲା। କିନ୍ତୁ ସାନିଆ ନିଜ ପ୍ରଥମ ଶିଶୁ କାହାରିକୁ ଦେବନି ବୋଲି କହିଲା। ସାନିଆ, ଆସିଫ ଓ ଆସିଫର ପରିବାର ପ୍ରସ୍ତାବ ନ ମାନିବା ଦ୍ୱାରା ଆସିଫର ଘର ଲୋକ ସବୁ ଲୋକ ସାନିଆ ଉପରେ ରାଗ ରଖିଲେ ଓ ସାନିଆକୁ ସବୁ ଦିନ ଗାଳି କଲେ। ସାନିଆ ଏହିପରି ଅନେକ କଷ୍ଟର ସହିତ ନିଜ ଝିଅ ସହିତ ନିଜ ଜୀବନ ଅତିବାହିତ କରୁଥିଲା। କିନ୍ତୁ ଆସିଫ ନିଜ ଭଉଣୀ କୋଳ ଖାଲି ଦେଖି ପାରୁନଥିଲା। ସେଥିପାଇଁ ଆସିଫ ଓ ତାର ପରିବାର ଲୋକ ସାନିଆକୁ ମାରିଦେଇ ଆସିଫର ଝିଅକୁ ନିଜ ଭଉଣୀକୁ ଦେବେ ବୋଲି ଏକ ଯୋଜନା ତିଆରି କଲେ।
ଯେପରି ପୃଥିବୀର ସବୁ ଖରାପ କାର୍ଯ୍ୟର ଫଳ ଖରାପ ହୋଇଥାଏ, ସେହିପରି ଆସିଫ ଓ ତାଙ୍କ ପରିବାରର ଖରାପ କାମ ମଧ୍ୟ ଅସଫଳ ହେଲା ଓ ବର୍ତ୍ତମାନ ଆସିଫ, ତାର ବାପା, ତାର ଭାଇ ଓ ତାର ଭେଣେଇ ସମସ୍ତେ ଜେଲରେ ଅଛନ୍ତି।